ଶାଶୁ ବୋହୂରେ ଭଲ ନ ପଡ଼ିବାରୁ ପୁଅ କହିଲା ତା ସ୍ତ୍ରୀ କି ଡାକି କହିଲା ଦେଖେ ତୁ ତ ବୋଉ ସାଙ୍ଗରେ ଠିକରେ କଥାବାର୍ତ୍ତା କରୁନୁ, ଖାଇବା ପିଇବା ସେବା ଶୁଶ୍ରୂଷା ତୁ କରୁନୁ, ଆଉ ଗୋଟେ କାମ କରିବା ତାକୁ ନେଇକି ବୃଦ୍ଧାଶ୍ରମରେ ଛାଡ଼ିଦେବା, ଯାହା ଖର୍ଚ୍ଚ ଲାଗିବ ପଛେ ଦବା, ଆଉ ତୁ ବାହାରେ ପୁଅକୁ କହ ନେଇକି ଛାଡ଼ିଦେବା। ଏମାନେ ଯାଇକି ଯେତେବେଳେ ମାନେ ପୁଅକୁ ଛାଡ଼ିବା ପାଇଁ ଯାଇଛନ୍ତି ସେଠି ଦେଖିଲା ବେଳକୁ ପୁଅ ଦେଖିଲା ତା ଶାଶୁ ମଧ୍ୟ ଆସିକି ଅଛି ବୃଦ୍ଧାଶ୍ରମରେ। ସାଙ୍ଗେ ସାଙ୍ଗେ ସ୍ତ୍ରୀ ଯାଇକରି ମୁଣ୍ଡିଆ ମାରିଲା, କହିଲା ବୋଉ ତୁ କ'ଣ ଏଠି? ନା କ'ଣ କହିବି, ତୋ ଭାଇ ପରା ତୋ ଭାଉଜ କଥାରେ ପଡ଼ିକରି ମୋତେ ଆଣିକି 2 ଦିନ ହେଲା ଛାଡ଼ି ଦେଇ ଯାଇଛି। ନା ରହ ମୁଁ ତା କଥା ବୁଝୁଛି। ବୋଉ ସେଠୁ କହିଲା ତୁ କ'ଣ ବୁଝିବୁ, ତୁ ପରା ସେଇଆ କରିକି ତୋ ଶାଶୁକୁ ଆସିଛୁ ଛାଡ଼ିବା ପାଇଁ ହେଲା, ଆଉ ତୁ କ'ଣ ତା କଥା ବୁଝିବୁ? ତମେ ସବୁ ଏଇ ଆଧୁନିକ ଯୁଗର ପିଲା ହେଇକରି ତମେ ମାନେ ଭାବୁଛ ଯେ ସ୍ୱର୍ଗ ଆଉ 2 ଆଙ୍ଗୁଳ, କିନ୍ତୁ ଝିଅ ମନେ ରଖିଥା ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା ଥାଇ କହୁଛି ମୋ ବେଳେ କଳ ଆସୁଛି। ତମେମାନେ ବି ମା ବାପା ହେଇଛ, ତମେମାନେ ଯେତେବେଳେ ବୁଢ଼ା ବୁଢ଼ୀ ହବ, ତମେ ଯେତେବେଳେ ବୋହୂ ଆଣିବ, ସେତେବେଳେ ତମେ ଜାଣିବ ଯେ ବୋଉ ଯାହା କହୁଥିଲା ସତ କି ମିଛ।